ଆକାଉଣ୍ଟରୁ ଗାୟବ ହୋଇଗଲା 7 ଲକ୍ଷରୁ ଅଧିକ ଟଙ୍କା। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ପାଇକ କୋତ୍ରା ଗାଁ କିଶୋର ଚନ୍ଦ୍ର ହରିଜନ ସାଇବର ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ତାଙ୍କର ଦୁଇଟି ଆକାଉଣ୍ଟରୁ 7,78,000 ଟଙ୍କା ଲୁଟ୍ ହୋଇଛି। ସେପ୍ଟେମ୍ବର 22ରୁ 29 ତାରିଖ ମଧ୍ୟରେ ଏହି ଟଙ୍କା ଉଠିଥିବା ଜଣାପଡ଼ିଛି। କିଏ ଓ କେମିତି ତାଙ୍କ ଅଜାଣତରେ ଟଙ୍କା ଉଠାଇ ନେଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏନେଇ ଥାନାରେ କିଶୋରଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। 8 थर कटि 49,999 लेखा आउ स्टेट बैंक रे मोर कटि 30 थर कटि जहाँकि 22 तारीख रु 29 तारीख जाए 30 थर कटि केबे 5,000 10,000 एमती 40,000 एमती कटि एमती मोर टोटाली अमाउंट हो 7,78,000 टंका मोर कटि। तेणु मु विशेषकर अनुरोध करुच्ची जहाँकि थाना मध्य मो एफआईआर करी साइबर ठकाई ताहा रिकवरी करू बोलते प्रतिश्रुति देइछन्ति।